ଆପଣଙ୍କ ପାଖରେ ଖବର ଥିବ କି ପେଟିଏମ୍ ବନ୍ଦ ହେବାକୁ ଯାଉଛି, ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବନ୍ଦ ହେବାକୁ ଯାଉଛି। ତ ମୁଁ ବି ସେଇଟା ଡିକ୍ଲେୟାର କରିଥିଲି ଯେତିକବେଳେ ଆର୍ବିଆଇ ଡିସିସନ୍ ନେଇଥିଲା। ତ ସେତିକବେଳେ ମୁଁ ତ ୟୁଟ୍ୟୁବକୁ ଆସିକି କହିପାରିନଥିଲି, ପେଟିଏମ୍ ଚ୍ୟାନେଲ୍ ଲିଙ୍କରେ ମୁଁ ଖବର ଦେଇଥିଲି। ଯଦି ଆପଣ ନାହାନ୍ତି, ଆପଣ ଫାଷ୍ଟ ଖବର ପାଇବାକୁ ଯଦି ଚାହୁଁଛନ୍ତି ତାହେଲେ ଆପଣ ମୋ ଚ୍ୟାନେଲ୍ ଲିଙ୍କରେ ଫଲୋ କରନ୍ତୁ ହ୍ୱାଟ୍ସଆପ୍ରେ। ତ ଆପଣ ପେଟିଏମ୍ ମାନେ ସବୁ ବିଷୟରେ ଆପଣ ଫାଷ୍ଟ ଖବର ପାଇପାରିବେ, କାରଣ ୟୁଟ୍ୟୁବକୁ ଆସିକି ତୁରନ୍ତ କହିବା ସମ୍ଭବ ହୋଇପାରୁନି। ତ ଆମେ ସେଥିରେ ପ୍ରଥମେ ଡିକ୍ଲେୟାର କରିଦେଉଛୁ। ଆପଣ ସେଥିରେ ଫଲୋ କରନ୍ତୁ, ମୁଁ ଲିଙ୍କକୁ ଡେସ୍କ୍ରିପ୍ସନ୍ ଦେଇଦେବି। ତ ଚାଲନ୍ତୁ ଏବେ ଆରମ୍ଭ କରିବା। ଆପଣ ଜାଣିଛନ୍ତି କି ଯଦି ଆମର ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବନ୍ଦ ହୋଇଯାଇଥିଲା, ଏବେ କିନ୍ତୁ ଆର୍ବିଆଇ 16 ଫେବୃଆରୀରେ ଆଉ ଗୋଟେ ପ୍ରେସ୍ ରିଲିଜ୍ରେ ସେ କହିଛି ଯେ ଆମେ ରିମୁଭ୍ କରୁଛୁ, ମାନେ ଆମେ ସବୁ ଆମର କଥାକୁ ରିଟର୍ନ ନେଉଛୁ ଆଉ ପେଟିଏମ୍କୁ ଆମେ ରିଲିଜ୍ କରୁଛୁ। ପେଟିଏମ୍ ସବୁ ଚାଲିବ। ସେ ତାର ଡିସିସନ୍ ସବୁ ଚେଞ୍ଜ କରିଛି। କାହିଁକିନା ସିଏ ଏବେ ଆକ୍ସିସ୍ ବ୍ୟାଙ୍କ ସହିତ ଟାଇ ଅପ୍ କରିଦେଇଛି। ମୁଁ ଆପଣଙ୍କୁ ବି ହ୍ୱାଟ୍ସଆପ୍ର ଲିଙ୍କରେ ବି କହିଥିଲି। ତ ଏଡ଼ ବଡ଼ ଯେହେତୁ ସଂସ୍ଥା ଇଣ୍ଡିଆର, ତ ବହୁତ ପୁରା ଟୋଟାଲ୍ ୱାର୍ଲଡ଼ରେ ଫେମସ୍ ଅଛି ଆମର ପେଟିଏମ୍, ଯାହାକି ପ୍ରଥମେ ଆପଣ ଜାଣିଥିବେ କି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ପ୍ରଥମେ ଆମର ଲଞ୍ଚ ହୋଇଥିଲା। ପ୍ରଥମେ ତାକୁ ଆର୍ବିଆଇ ଆପ୍ରୁଭାଲ୍ ବି ଦେଇଥିଲା। ତ ଏବେ ହଠାତ୍ ଏମିତି କଲା କ'ଣ ପାଇଁ? ତା ଡିଟେଲ୍ସ ମୁଁ ଆପଣଙ୍କୁ ଟିକେ ପରେ ଆପଣଙ୍କୁ ସବୁ ଡିଟେଲ୍ସ କହିବି। ପେଟିଏମ୍ କେମିତି ଷ୍ଟାର୍ଟ ହେଲା, କେବେ ହେଇଛି, ତାର ଟୋଟାଲ୍ ଷ୍ଟଡି ମୁଁ ଆପଣଙ୍କୁ ଏବେ ଜଣାଇବାକୁ ଯାଉଛି। ଆପଣ ଟିକେ ଭିଡ଼ିଓ ଲଙ୍ଗ୍ ହେବ, କିନ୍ତୁ ଆପଣ ଦେଖନ୍ତୁ ତାର କେତେ ଷ୍ଟ୍ରଗଲ୍। ତାପରେ ଏବେ ତାକୁ କେତେ ଥର ବ୍ୟାନ୍ କରାହେଇଛି, ତାପରେ କେତେ ଥର ପରେ ସିଏ ଏବେ ଆସିଛି ମାର୍କେଟକୁ। ପୁଣି ଏବେ ବି ଯେତେବେଳେ ତାକୁ ବ୍ୟାନ୍ କରାହେଲା, ମୁଁ ଆପଣଙ୍କୁ ବି ସେଥିରେ କହିଛି ସାଉଣ୍ଡ ରେକର୍ଡ଼ିଂରେ କି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବନ୍ଦ ହେବାକୁ ଯାଉଛି, କିନ୍ତୁ ସିଏ ମାନିଆ ଲୋକ ନୁହଁ, ସେ ପୁଣି ଉଠିବ। ତ ସିଏ ଆଉ କାହା ସହିତ ଆଡ଼୍ ହେଇକି ଆସିବ। ଆଗରୁ 197 କମ୍ୟୁନିକେସନ୍ର ସେ ଲିଙ୍କ୍ ଥିଲା, ପେମେଣ୍ଟ ବ୍ୟାଙ୍କ ଷ୍ଟାର୍ଟ କରିଥିଲା। ଯେହେତୁ ଏବେ ବ୍ୟାନ୍ କରିଦେଇଥିଲା ଆର୍ବିଆଇ, କ'ଣ ପାଇଁ ବ୍ୟାନ୍ କରିଥିଲା ମୁଁ ଆପଣଙ୍କୁ ଟିକେ ପରେ କହିବି। ଏବେ କିନ୍ତୁ ସିଏ ଯେହେତୁ ବ୍ୟାନ୍ ହେଇଯାଇଥିଲା, ଏବେ କିନ୍ତୁ ତାକୁ ପୁଣି ଆସିବା ପାଇଁ ତ ତାକୁ ଆଉ ଜଣେ ପାର୍ଟନର ଦରକାର। ତ ମୁଁ ଆପଣଙ୍କୁ କହିଥିଲି ସେ ଆଉ ଜଣେ ପାର୍ଟନରକୁ ଜିଣିଥିଲେ ସେ ଖୋଜିକି ଆଣିବ। ତ ଏବେ ସିଏ ଅତି ଶୀଘ୍ର, ଏତେ ଶୀଘ୍ର କେମିତି ଆଣିଲା ସେଇଟା ବହୁତ କନଫ୍ୟୁଜ୍, ଆଉ ଏତେ ଶୀଘ୍ର ଧରିକି ବି ଆସିଛି ସିଏ। କିନ୍ତୁ ଜାଣିବି ଖୁସି ହେବେ, ଆକ୍ସିସ୍ ବ୍ୟାଙ୍କ ସହିତ ସିଏ ଏବେ ଟାଇ ଅପ୍ କରିଛି। ଏବେ ଆକ୍ସିସ୍ ବ୍ୟାଙ୍କ ହେଉଛି ତା ପାର୍ଟନର, ଏବେ ତା ସାଙ୍ଗରେ ଆକ୍ସିସ୍ ବ୍ୟାଙ୍କ ଅଛି। ମଜବୁତ ଏବେ ଷ୍ଟ୍ରଙ୍ଗ ଅଛି, ମାନେ ସିଏ ଆଉ ଏବେ ହାର ମାନିବନି। ତ ଏବେ ଆର୍ବିଆଇ ତା ପ୍ରେସ୍ ରିଲିଜ୍ରେ ସେ କ'ଣ କହିଛି, ପେଟିଏମ୍ ସହିତ କ'ଣ ହେବାର ଅଛି, ମୁଁ ଆପଣଙ୍କୁ କହିଦେଉଛି, ଆପଣ ଶୁଣନ୍ତୁ। ଆଉ ହଁ, ୟୁଟ୍ୟୁବ୍ ମାଇ ଜିତେନ୍ଦ୍ର ୟୁଟ୍ୟୁବକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ଚାଲନ୍ତୁ ଆରମ୍ଭ କରିବା ଆମର କ'ଣ ପ୍ରେସ୍ ରିଲିଜ୍ରେ ସେ ରିଲିଜ୍ କରିଛି ପେଟିଏମ୍ ସହିତ। ତ ଆର୍ବିଆଇ ଚେଞ୍ଜ କରିଛି ଡିସିସନ୍। ତ କାହିଁକିନା ତାକୁ ଆକ୍ସିସ୍ ବ୍ୟାଙ୍କ ସହିତ ସେ ଟାଇ ଅପ୍ ହୋଇଗଲା। ତ ଆର୍ବିଆଇ ଆପଣଙ୍କୁ ଡିଟେଲ୍ସ ମୁଁ କହିଦେଉଛି ପେଟିଏମ୍ର କେମିତି କ'ଣ ଷ୍ଟାର୍ଟ ହେଇଥିଲା। ପ୍ରଥମେ ତ 2015ରେ ତାକୁ ଆର୍ବିଆଇ ପେଟିଏମ୍କୁ ଆପ୍ରୁଭାଲ୍ ଦେଇଥିଲା ଯେ ଆପଣ ଏବେ ଆରମ୍ଭ କରିପାରନ୍ତି ପେଟିଏମ୍ ପେମେଣ୍ଟ ସିଷ୍ଟମ୍, ମାନେ ପେଟିଏମ୍ ସେଭିଂ ଆକାଉଣ୍ଟ ଆପଣ ଖୋଲିପାରିବେ, ଆପ୍ରୁଭାଲ୍ ଦେଇଥିଲା। କିନ୍ତୁ ସେ ଷ୍ଟାର୍ଟ କରୁ 2017 ମସିହା ହେଇଥିଲା। ତ 2017 ମସିହାରେ ସେ ଅପରେସନ୍ ଷ୍ଟାର୍ଟ କରିଥିଲା, ମାନେ ପେଟିଏମ୍ରେ ସେଭିଂ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ। ଆପଣ ଜାଣିଛନ୍ତି କେବଳ ବ୍ୟାଙ୍କରେ ହିଁ ଆକାଉଣ୍ଟ ଖୋଲାଯାଏ, କିନ୍ତୁ ପେଟିଏମ୍ ଏମିତି ଗୋଟେ ସଂସ୍ଥା ସେ ଆରମ୍ଭ କରିଥିଲା। ତାର ସେଇଥିରେ ସବୁ, ସେଇ ଗୋଟେ ୱାଲେଟ୍, ସେ ସିଷ୍ଟମ୍ ଗୋଟେ ୱାଲେଟ୍, କିନ୍ତୁ ସେଥିରେ ସେ ତାର ରିଚାର୍ଜ, ୱାଲେଟ୍, ଫାଷ୍ଟ୍ୟାଗ୍, ସେ କ'ଣ ଲୋନ୍ ଫୋନ୍ ସବୁ ଆଡ଼୍ କରିଦେଇଛି, ପୁରା ଗୁଳିଆ ଘଣ୍ଟା କରି ସବୁ ରଖିଛି। କିନ୍ତୁ ଏବେ ସେ ସବୁ ଆଡ଼୍ କରିଦେବାରୁ, କିନ୍ତୁ ଏବେ ତାକୁ ଆପ୍ରୁଭାଲ୍ ଦେଲା କିଏ କହିଲା ପେଟିଏମ୍ କାହିଁ ସେଭିଂ ବ୍ୟାଙ୍କ ଆକାଉଣ୍ଟ ଖୋଲିଆନି, ତାଙ୍କ ମାଲିକ କହିଲେ। ତ ଏବେ ଖୋଲିଦେଲେ, ଲାଗି ପଡ଼ିକି ଖୋଲିଦେଲେ। ତ ପେଟିଏମ୍କୁ ଯେହେତୁ 2015 ମସିହା ଅଗଷ୍ଟରେ ତାକୁ ଆର୍ବିଆଇ ଆପ୍ରୁଭାଲ୍ ଦେଲା କି ଆପଣ ଖୋଲନ୍ତୁ, ତାପରେ ଟେକ୍ନିକାଲ୍ କାମ କରି ତ 2 ବର୍ଷ ଲାଗିଗଲା। ତ 2017 ମସିହାରେ ସେ ଷ୍ଟାର୍ଟ କରିଦେଲେ କାମ, ତ ବଢ଼ିଆ ଚାଲିଲା। ତାପରେ ତାକୁ 2018 ମସିହାରେ ଆମର ଆର୍ବିଆଇ ବାବୁ ଆମର ବନ୍ଦ କରିଦେଲେ, ବ୍ୟାନ୍ କରିଦେଲେ। କହିଲେ ବ୍ୟାନ୍ ହେଲେ କ'ଣ ପାଇଁ ବ୍ୟାନ୍ କଲେ? କାରଣ ସେ କ'ଣ କରୁଥିଲେ, ମାନେ KYC ୱାଲେଟ୍କୁ KYC କରିବାକୁ କହିକି ଲୋକମାନଙ୍କୁ ଧରିକି ଆସୁଥିଲେ। ଲୋକ ଯେତେବେଳେ KYC କରୁଥିଲେ, ସେହି ସମୟରେ KYC କରିବା ସମୟରେ ସିଏ ଲୋକଙ୍କ ସହିତ ମାନେ ପୁରା ଫୁଲ୍ ଡିଟେଲ୍ସ ନ କହିକି ସେହି ସମୟରେ ଶୋ କରୁଥିଲା ପେଟିଏମ୍ ସେଭିଂ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଅପସନ୍ ଦେଇଦେଉଥିଲା। ତ ଲୋକ କିଛି ନ ଜାଣିକି ବି ୱାଲେଟ୍ KYC କରି ଅଟୋମେଟିକ୍ ସେଭିଂ ବ୍ୟାଙ୍କ ଆକାଉଣ୍ଟ ଓପନ୍ କରିଦେଉଥିଲେ। ତ ସେଭିଂ ବ୍ୟାଙ୍କ ଆକାଉଣ୍ଟ ହେଉଥିଲା। କିନ୍ତୁ ଏଇଟା ହେଉଛି ଆର୍ବିଆଇର ବିରୁଦ୍ଧରେ। ଆର୍ବିଆଇ କହିଛି ଯେ ଆପଣ ଯଦି କିଛି ବ୍ୟାଙ୍କକୁ ବି କହିଛି, ଆଉ ତା ସହ ନନ୍ ବ୍ୟାଙ୍କକୁ ବି କହିଛି, NBFC ମାନଙ୍କୁ କୁହାଯାଇଛି ଯେ ବିନା କୌଣସି ମିଶନରେ, ମାନେ କଷ୍ଟମରର ବିନା ପରମିଶନରେ ତୁମେ କିଛି ବି କରିପାରିବନି। ଆଉ ତୁମେ ଏଠି ସେଭିଂ ବ୍ୟାଙ୍କ ଆକାଉଣ୍ଟ ଖୋଲି ଦେଉଛ, ତ ବିନା କଷ୍ଟମର ପରମିଶନ ତୁମେ କେମିତି ଖୋଲୁଛ? ଅଟୋମେଟିକ୍ ଖୋଲୁ ୱାଲେଟ୍ ଖୋଲୁ ଯାଇକି ବ୍ୟାଙ୍କ ଆକାଉଣ୍ଟ ଖୋଲି ଯାଉଛି। ତ ଦେଖିଲା ଆସିକୁ ସେ ବହୁତ ଅଲରେଡ଼ି ଆକାଉଣ୍ଟ ଖୋଲି ସାରିଛି। ତ ସେଥିପାଇଁ ତାକୁ ବ୍ୟାନ୍ କରାଯାଇଗଲା, ଯେଉଁଟାକି କଷ୍ଟମର ଜାଣିନାହାନ୍ତି, ଅଟୋମେଟିକ୍ ସେ ଖୋଲି ଯାଇଛି। କିଛି ଆକାଉଣ୍ଟ ଜିରୋ ଦେଖିବାକୁ ମିଳିଲା, କିଛି ଗୋଟେ ଲୋକଙ୍କ ନାଁରେ ତ 2-4ଟା ଆକାଉଣ୍ଟ ଅଟୋମେଟିକ୍ ମିଳିବାକୁ ମିଳିଲା, କିନ୍ତୁ ଲୋକ ଜାଣିନାହାନ୍ତି ଆମ ନାଁରେ ଖୋଲା ଅଛି ବୋଲି।
କିଛି ସମୟ ଗଲା ପରେ ସେଟା ହାର ମାନିବା ଯନ୍ତ୍ର ନୁହେଁ ତ 2019 ମସିହାରେ ସେ ପୁଣି ଲଞ୍ଚ କଲା, କହିଲା ଓକେ ଠିକ୍ ଅଛି ଆମେ ଆମ ଭୁଲ ମାନୁଛୁ, ସେ ମାନିଲା। ତ ତାକୁ ପୁଣି 2019 ମସିହାରେ ତାକୁ ଷ୍ଟାର୍ଟ କରାଗଲା ଯେ ହଉ ଠିକ୍ ଅଛି ଆପଣ ଷ୍ଟାର୍ଟ କରନ୍ତୁ। ତ କିଛି ସମୟ ଗଲା ପରେ ଠିକ୍ 2021 ମସିହାରେ ଗେଟ୍ ଇନକ୍ଲୁଡେଡ୍ ଲିଷ୍ଟେଡ୍ ସିଡ୍ୟୁଲ୍ ବ୍ୟାଙ୍କ ଆପ୍ରୁଭାଲ୍, ତ ଗେଟ୍ 2021 ମସିହାରେ ତାକୁ ଇନକ୍ଲୁଡ୍ ହେଲା, ଲିଷ୍ଟେଡ୍ ହେଲା ସେ ଯେ ବ୍ୟାଙ୍କ ଆକାଉଣ୍ଟ ଓପନିଂ ପାଇଁ। ତାକୁ 2022 ମସିହାରେ ତାକୁ ପୁଣି ବ୍ୟାନ୍ କରାଗଲା ପେଟିଏମ୍କୁ। କାହିଁକି? ତ RBI କି ଡାଉଟ୍ ହେଲା ଯେ ସିଏ ଏତେ କଷ୍ଟମର ଆସୁଛନ୍ତି କୁଆଡ଼ୁ, ଏତେ କଷ୍ଟମର କେମିତି ହେଉଛି, ମାନେ ଗୋଟେ ଲୋକଙ୍କ ନାଁରେ 2-4ଟା ଆକାଉଣ୍ଟ। ତ ତା ଆଇଡି ସର୍ଭର ଉପରେ ଟିକେ ଡାଉଟ୍ ହେଲା। ତ ଯେତେବେଳେ ପେଟିଏମ୍ ପଚାରିଲା କ'ଣ ପାଇଁ ଆମକୁ ବ୍ୟାନ୍ କରାଗଲା ପୁଣି, ତ ସିଏ ଉତ୍ତର ଦେଇଦେଲା, RBI ଉତ୍ତର ଦେଲା ଯେ ନାଇଁ ଆମକୁ ପେଟିଏମ୍ ଡାଉଟ୍ ହେଉଛି, ତାର ଆଇଡି ସର୍ଭରରେ କିଛି ଡିଷ୍ଟର୍ବ ଅଛି, ମାନେ ପ୍ରୋବ୍ଲେମ୍ ଅଛି। କ'ଣ ଆମର ଏବେ ତଦନ୍ତ ଚାଲିଛି, ତଦନ୍ତ ଚାଲିଲା ପରେ ଜଣାପଡ଼ିବ ଯେ ଅଛି କି ନାହିଁ, ସେଥିପାଇଁ ଆମେ ବନ୍ଦ କରିଛୁ। ତାପରେ ଯେତେବେଳେ RBI ଇନକ୍ୱାରି କଲା ଠିକ୍ ଜଣାପଡ଼ିଲା ଯେ ଏହା ଚାଇନା ସହିତ ଲିଙ୍କ୍ ରହୁଛି, ତ ଲୋକଙ୍କର ମାନେ କଷ୍ଟମରମାନଙ୍କର ଡିଟେଲ୍ସ ଲିକ୍ ହେଉଛି, ତ ସେଥିପାଇଁ ତାକୁ ପୁଣି ବନ୍ଦ କଲା। ତ ଯେଉଁଟାକି RBIର ଗାଇଡ଼ଲାଇନ୍ ବିରୁଦ୍ଧରେ ଗଲା, ତ ସେଥିପାଇଁ ତାକୁ ବନ୍ଦ କରାଗଲା। ଆଉ ତାକୁ ଫାଇନ୍ ପଡ଼ିଲା 5.4 କରୋଡ଼ର ପେନାଲ୍ଟି ଦେବାକୁ ପଡ଼ିଲା। ତ ପୁଣି କିଛି ସେମିତି ଗଲା ପରେ ତା ସବୁ ଫାଷ୍ଟଟ୍ୟାଗ୍ ବି ସବୁ ବନ୍ଦ କରାଗଲା। ଯେଉଁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ସହିତ ଲିଙ୍କ୍ ଥିଲା ଫାଷ୍ଟଟ୍ୟାଗ୍ ଅଲ୍ ଫୁଲ୍ ଷ୍ଟପ୍ କରାଗଲା। ତ ଆପଣଙ୍କୁ ଏବେ 2024 ମସିହାରେ ଠିକ୍ 2 ବର୍ଷ ପରେ, ପୁରା 2 ବର୍ଷ ତା ଉପରକୁ ପୁରା ସବୁବେଳେ କ'ଣ ମାନେ ଶନିଗ୍ରହ ପଡ଼ିଲା ଭଳିଆ ପଡ଼ୁଛି। 2024 ମସିହା ତାକୁ ପୁଣି ଆପଣ ଶୁଣିବାକୁ ପାଇଥିବେ ଏବେ ଯେଉଁଟାକି ମୁଁ ବି ଡିକ୍ଲେୟାର କରିଥିଲି 2024 ମସିହାରେ ତାକୁ ପୁଣି ବ୍ୟାନ୍ କରାଗଲା। କ'ଣ ପାଇଁ ବ୍ୟାନ୍ କରାଗଲା, କ'ଣ ହେଇଛି କାରଣ, ତା'ର ପୁଣି ଅସୁବିଧା କ'ଣ, ତ ଯେଉଁଟାକି ପେଟିଏମ୍ ପୁଣି ପଚାରିଲା ଆଉ ପୁଣି କ'ଣ ହେଲା। 31 ଜାନୁଆରୀରେ ଯେଉଁ ଆମର ପ୍ରେସ୍ ରିଲିଜ୍ରେ RBI କହିଲା ଆମେ ପେଟିଏମ୍ ପୁଣି ବ୍ୟାନ୍ କରୁଛୁ। ତ କ'ଣ ପାଇଁ, କାରଣ ସେ ଆମେ ତାଙ୍କୁ ବାରମ୍ବାର କହିଲା ପରେ ବି ସିଏ ଆମର ରୁଲ୍କୁ ଫଲୋ କରୁନାହାନ୍ତି। ଯେହେତୁ RBI ରୁଲ୍ ଫଲୋ କରିବେନି, ଇଣ୍ଡିଆ ଭିତରେ ଯେକୌଣସି ବ୍ୟାଙ୍କିଂ ୟା ନନ୍ ବ୍ୟାଙ୍କିଂ ସଂସ୍ଥା କିନ୍ତୁ RBI ଫଲୋ କରିବାକୁ ତୁମେ ବାଧ୍ୟ। କିନ୍ତୁ ଯେହେତୁ ବାରମ୍ବାର ସେ କହିଲା ପରେ ତୁମେ ଗାଇଡ଼ଲାଇନ୍ ଫଲୋ କରୁନ, ସେଥିପାଇଁ ସେ ପୁଣି ବ୍ୟାଙ୍କକୁ ମାନେ ପେଟିଏମ୍କୁ ପୁଣି ବ୍ୟାନ୍ କଲେ। ତ ଜାନୁଆରୀ 31 ତାରିଖରେ ସେ ରିଲିଜ୍ କଲା। ତ ତାକୁ ବଞ୍ଚାଇବା ପାଇଁ ସାଙ୍ଗେ ସାଙ୍ଗେ ପେଟିଏମ୍ ବି ରାତି 1 ସାଢ଼େ 1ରେ ବି ରିଲିଜ୍ କରିଥିଲା, ମାନେ ମେସେଜ୍ ଛାଡ଼ିଲା ଇମେଲ୍ରେ ତାର ଟ୍ୱିଟର୍ରେ କି ଆମର ପ୍ୟାରେଣ୍ଟ ବ୍ୟାଙ୍କ ହେଉଛି 197 କମ୍ୟୁନିକେସନ୍, ଯେଉଁଟାକି ସେ ସଂସ୍ଥାରୁ ଆମେ ମାନେ ଆମ ବ୍ୟାଙ୍କିଂ ସିଷ୍ଟମ୍ ଚାଲିଛି। କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁନି, ଯେଉଁଟିକି ଆମର ପଇସା ଅଛି, ମାନେ ଯେଉଁମାନଙ୍କର ଆମର ପଇସା ଅଛି ସେଥିରେ ସେ ୟୁଜ୍ କରିପାରିବେ, କିନ୍ତୁ ନୂଆ ଆଡ଼୍ କରିପାରିବେନି 29 ଫେବୃଆରୀ ପର୍ଯ୍ୟନ୍ତ। କିନ୍ତୁ ଯେତିକି ଅଛି ସେତିକି ଆପଣ ଚଲେଇ ପାରିବେ, ଆପଣ ମାନେ ରିଚାର୍ଜ କରିପାରିବେ, ଫାଷ୍ଟଟ୍ୟାଗ୍ ରିଚାର୍ଜ କରିପାରିବେ, ସବୁ ପଠିଆ ପଠି ଟ୍ରାନ୍ସଫର ଯେମିତି କରୁଥିଲେ ସେମିତି କରିପାରିବେ 29 ଫେବୃଆରୀ ପର୍ଯ୍ୟନ୍ତ। କିନ୍ତୁ ନୂଆ ଆଡ଼୍ କରିପାରିବେନି। କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ଆମର 197 କମ୍ୟୁନିକେସନ୍ ଯେଉଁ ପ୍ୟାରେଣ୍ଟ ବ୍ୟାଙ୍କ ଅଛି ଆମେ ଅତି ଶୀଘ୍ର ତାକୁ ଚେଞ୍ଜ କରିଦେବୁ, ଯେଉଁଟାକି ଆପଣଙ୍କୁ ମୁଁ କହିଥିଲି ବି, ଆଉ ସିଏ ଅତି ଶୀଘ୍ର ବି ଚେଞ୍ଜ କରିଦେଇଛି। ତ ଆମର 2024 16 ଫେବୃଆରୀରେ ତ ଯେହେତୁ ସିଏ ଆଡ଼୍ କରିଦେଇଛି ଆକ୍ସିସ୍ ବ୍ୟାଙ୍କକୁ, ସେଥିପାଇଁ RBI ପୁଣି ପ୍ରେସ୍ ରିଲିଜ୍ କଲା ଯେ ଆମେ ତାକୁ ପରମିଶନ୍ ଦେଉଛୁ। ତ 16 ଫେବୃଆରୀ 2024 ମସିହାରେ RBI କ'ଣ କହିଛି ଆମେ ଟିକେ ଶୁଣିଦେବା, ଆଉ କ'ଣ ବନ୍ଦ କରୁଛୁ ଦେଖିଦେବା। ତ ଆକ୍ସିସ୍ ବ୍ୟାଙ୍କକୁ ନୋଟାଲ୍ ଆକାଉଣ୍ଟ ବିଫୋର୍ 197 ପ୍ରଥମେ ଥିଲା, ତ ଏବେ ଆକ୍ସିସ୍ ବ୍ୟାଙ୍କକୁ ସିଏ ତାର ନୋଟାଲ୍ ବ୍ୟାଙ୍କ ଆକାଉଣ୍ଟ କରିଦେଇଛୁ। ଆଗରୁ 197 ଥିଲା, ଏବେ ଆକ୍ସିସ୍ ବ୍ୟାଙ୍କ ପେଟିଏମ୍ ସହିତ ଟାଇ ଅପ୍ ଅଛି। ଆପଣ ଭାବିପାରନ୍ତି ତ କେମିତି ତା ପେମେଣ୍ଟ ସିଷ୍ଟମ୍ ହେବ। ତ ଆମେ ଯେତେବେଳେ ପ୍ରଥମେ କରୁଥିଲେ ପେମେଣ୍ଟଟା, ତ ପ୍ରଥମେ 197 କମ୍ୟୁନିକେସନ୍କୁ ପଇସା ଯାଉଥିଲା, ତାପରେ ସିଏ ଆମ ପାଖକୁ ଅଦର ବ୍ୟାଙ୍କକୁ ଟ୍ରାନ୍ସଫର୍ କରୁଥିଲା। ତ ଏବେ ଆମେ ଯେଉଁ ଟ୍ରାନ୍ସଫର୍ କରିବା, ଧରିନିଅ ଗୋଟେ କଷ୍ଟମର ଯଦି ପଇସା ଛାଡ଼ୁଛି, ତ ପ୍ରଥମେ ଆକ୍ସିସ୍ ବ୍ୟାଙ୍କକୁ ଯିବ, ଆକ୍ସିସ୍ ବ୍ୟାଙ୍କ ତାର ହିସାବ ରଖିବ, ତ ତାପରେ ସିଏ ତାକୁ ଟ୍ରାନ୍ସଫର୍ କରିବ। ଏମିତି ସିଷ୍ଟମ୍ ହେବାର ଅଛି। ତ ସିଏ ଯେମିତି ଇଜି ହେଉଥିଲା ସେମିତି ଇଜି ଚାଲିବ, ଗୋଟେ ମିନିଟ୍ରେ ଯେମିତି ଟ୍ରାନ୍ସଫର୍ ହେଉଥିଲା ସେମିତି ଟ୍ରାନ୍ସଫର୍ ହେବ। ତ ଆକ୍ସିସ୍ ବ୍ୟାଙ୍କ ଏବେ ଟାଇ ଅପ୍ ହୋଇସାରିଛି। ତ ସେକେଣ୍ଡ ରହିଲା 15 ମାର୍ଚ୍ଚ 2024ରେ 15 ମାର୍ଚ୍ଚ 2024 ଭିତରେ ଡିପୋଜିଟ୍ ଆପଣ କରିପାରିବେନି। 15 ମାର୍ଚ୍ଚ 2024 ପର୍ଯ୍ୟନ୍ତ ବଢ଼େଇ ଦେଇଛି, କିନ୍ତୁ ତୁମେ ତାକୁ ମାନେ ଗାଇଡ଼ଲାଇନ୍ ତୁମେ ସେ ଖୋଲିନି। 15 ମାର୍ଚ୍ଚ 2024 ପର୍ଯ୍ୟନ୍ତ ଆପଣ ଡିପୋଜିଟ୍ କରିପାରିବେ ନାହିଁ, କେବଳ ୱିଡ୍ର କରିପାରିବେ। ହଁ, କିଛି ସମୟ ଗଲା ପରେ ଆଉ ତଳେ ବି ଆଉ ଗୋଟେ ସିଷ୍ଟମ୍ ଲେଖିଛି। ତ ସାଲାରୀ ଆକାଉଣ୍ଟ ଯେଉଁମାନେ ଖୋଲିଛନ୍ତି, ମୁଁ ଦେଖିଛି କିଛି କମ୍ପାନୀ ତାଙ୍କର ଏମ୍ପ୍ଲୟିମାନଙ୍କ ପାଇଁ, ଯେତେବେଳେ ଛୋଟ ଛୋଟ କମ୍ପାନୀ ଯେଉଁ କଣ୍ଟ୍ରାକ୍ଚୁଆଲି କରୁଛନ୍ତି କିମ୍ବା କମ୍ପାନୀ ରୁଲ୍ ଅଛନ୍ତି ସେମାନେ ତ କରନ୍ତିନି, ବା କଣ୍ଟ୍ରାକ୍ଚୁଆଲି କମ୍ପାନୀମାନେ ଭେଣ୍ଡରମାନେ ସେମାନେ କ'ଣ କରନ୍ତି, ତାଙ୍କ ଏମ୍ପ୍ଲୟିମାନଙ୍କୁ ସାଲାରୀ ଦେବା ପାଇଁ ପେଟିଏମ୍ ସେଭିଂ ବ୍ୟାଙ୍କ ଆକାଉଣ୍ଟ ଖୋଲି ଦିଅନ୍ତି, ସେଥିରେ ସେମାନେ ସାଲାରୀ ଦିଅନ୍ତି। ତ ଏବେ RBI କହିଦେଇଛି ଯେଉଁମାନଙ୍କର ସାଲାରୀ ଆକାଉଣ୍ଟ ଖୋଲା ଅଛି ପେଟିଏମ୍ରେ, ଆପଣ ଯେତିକି ଟଙ୍କା ଅଛି 15 ମାର୍ଚ୍ଚ 2029 ଭିତରେ ହେଲା, 15 ମାର୍ଚ୍ଚ ଭିତରେ, ତ ଆପଣ 15 ମାର୍ଚ୍ଚ 2024 ଭିତରେ ଆପଣ ୟୁଜ୍ କରିପାରିବେ। 15 ମାର୍ଚ୍ଚ 2024 ଭିତରେ ଆପଣଙ୍କର ସାଲାରୀ ଆକାଉଣ୍ଟରେ ଆଉ ପଇସା କ୍ରେଡ଼ିଟ୍ ହେବନି। ତ ଆମେ ସମସ୍ତ ଭେଣ୍ଡରମାନଙ୍କୁ ଯେଉଁ କଣ୍ଟ୍ରାକ୍ଟରମାନଙ୍କୁ କହିଦେଉଛୁ ଯେ ଆପଣ ତୁରନ୍ତ ଆପଣଙ୍କ ଏମ୍ପ୍ଲୟିମାନଙ୍କର ସାଲାରୀ ଆକାଉଣ୍ଟ ଅଦର ବ୍ୟାଙ୍କରେ ଖୋଲିବା ଆରମ୍ଭ କରିଦିଅନ୍ତୁ, କାରଣ 15 ମାର୍ଚ୍ଚ ପରେ ଆଉ
ସେତିକି ପଇସା କ୍ରେଡିଟ୍ ହେବ ନାହିଁ। କିନ୍ତୁ ହଁ ଯାହା ଅଛି ତାହା ଆପଣ ୟୁଜ୍ କରିପାରିବେ, କିଛି ଅସୁବିଧା ନାହିଁ। ତ ସେକେଣ୍ଡରେ ସେ କହିଛି ତ ରିଲେଟେଡ୍ ପେମେଣ୍ଟ ବ୍ୟାଙ୍କ ଯେପର୍ଯ୍ୟନ୍ତ ଅଛି ପଇସା ଚାଲିବ। ତ ୱାଲେଟ୍ ୟୁଜ୍ ପଇସା ହଁ ଯେପର୍ଯ୍ୟନ୍ତ ୱାଲେଟ୍ରେ ପଇସା ଅଛି ସେ ପର୍ଯ୍ୟନ୍ତ ବି ଆପଣ ୱାଲେଟ୍ ୟୁଜ୍ କରିପାରିବେ, କିନ୍ତୁ ୱାଲେଟ୍ରେ ନୂଆ ପଇସା ଆଡ଼୍ କରିପାରିବେ ନାହିଁ। ତାପରେ ଲେଖିଛି ଫାସ୍ଟ୍ୟାଗ୍। ତ ଫାସ୍ଟ୍ୟାଗ୍ ଯେଉଁମାନଙ୍କ ପର୍ଯ୍ୟନ୍ତ ଅଛି ତ ଫାସ୍ଟ୍ୟାଗ୍ ଏବେ ପର୍ଯ୍ୟନ୍ତ ଚାଲିଲା ହଁ ତ ଲେଖିଛି ଯେ ତ ଫାସ୍ଟ୍ୟାଗ୍ ଯେଉଁମାନେ ୟୁଜ୍ କରୁଛନ୍ତି ଯେପର୍ଯ୍ୟନ୍ତ ଫାସ୍ଟ୍ୟାଗ୍ରେ ପଇସା ଅଛି ତ ଆପଣ ଚାଲିବ ସେ ସ୍କାନ୍ ହେଇକି ଯେମିତି ରୋଡ଼ରେ ଚାଲିବା କଥା ଚଲାନ୍ତୁ। କିନ୍ତୁ ଫାସ୍ଟ୍ୟାଗ୍ ଅତି ଶୀଘ୍ର ବି ବନ୍ଦ ହେଇଯିବ। 2024 ଗୋଟିଏ ଡେଟ୍ ଦେଇଦେଇଛି ସିଏ ତ 15 ମାର୍ଚ୍ଚ 2024 ପର୍ଯ୍ୟନ୍ତ ସେ ଚାଲିବ, କିନ୍ତୁ ନୂଆ ପଇସା ଆଡ଼୍ ହେବନି। ତା ପର ପର୍ଯ୍ୟନ୍ତ ଅଛି ଧରିନିଅ କି ବର୍ଷେ ପାଇଁ ଧରିନିଅ କି ଫାସ୍ଟ୍ୟାଗ୍ରେ ରିଚାର୍ଜ କରିଦେଇଛି କିମ୍ବା କ'ଣ କରିଦେଇଛି ତ ସେ ଚାଲିବ ଯେପର୍ଯ୍ୟନ୍ତ ପଇସା ସରିନି। ପଇସା ସରିଗଲା ପରେ ତାକୁ ଆଡ଼୍ ଆଉ ହେବ ନାହିଁ, ଫାସ୍ଟ୍ୟାଗ୍ ଚାଲିବ। କିନ୍ତୁ ମୋର କହିବା କଥା ଯେ ଆପଣ ତୁରନ୍ତ ଫାସ୍ଟ୍ୟାଗ୍କୁ ନେକ୍ସଟକୁ ଚେଞ୍ଜ କରିଦିଅନ୍ତୁ। ତ ଏଫ୍.ଡି ଯେଉଁମାନେ ହଁ ପେଟିଏମ୍ ମୁଁ କହିଥିଲି ସେଇଥିରେ ସବୁ ସେ କମ୍ପୋନେଣ୍ଟସ୍ ମାନେ କମ୍ବାଇନ୍ କରି ରଖିଦେଇଛି। ତ ରିଚାର୍ଜ ୱାଲେଟ୍ ଆଡ଼୍ ତ ଏମିତି ସେ କରିଛି ଯେହେତୁ ବ୍ୟାଙ୍କ ସିଷ୍ଟମ୍ ଗୋଟେ କରିଦେଇଥିଲା ତ ଏଫ୍.ଡି ସିଷ୍ଟମ୍ ବି ସେ କରିଦେଇଥିଲା ଗୋଟେ। ତ ଏଫ୍.ଡି ଉପରେ ଯେଉଁମାନେ କିଛି ଲୋକ ଅଛନ୍ତି ତ ଏଫ୍.ଡି କରିଛନ୍ତି ଭଲ ଇଣ୍ଟରେଷ୍ଟ ବି ଦିଏ। ମୁଁ ବି ସେଟା ଟ୍ରାଏ କରିଛି, ପଇସା ଦେଲା ମାନେ ସେ ଇଣ୍ଟରେଷ୍ଟ ତୁରନ୍ତ ଦେଇଦିଏ। ତ ଏଫ୍.ଡି ଯେଉଁମାନେ କରିଥିଲେ ତ ଏଫ୍.ଡି ପଇସା ତାଙ୍କର କ'ଣ ହେବ ସେମାନେ ବି ଟେନସନ୍ରେ ଅଛନ୍ତି, ସେମାନଙ୍କୁ ସେ RBI କହିଦେଇଛି। ତ ଆପଣ ଟେନସନ୍ ନିଅନ୍ତୁନି, ଯେଉଁମାନଙ୍କର ଏଫ୍.ଡି ଅଛି ଯେଉଁ କ୍ୟାସ୍ ବ୍ୟାକ୍ ଯଦି ବି ଆସିବାର ଅଛି ସେ ଠିକ୍ ଚାଲିବ, କିଛି ଅସୁବିଧା ନାହିଁ। କିନ୍ତୁ ଆଉ ନୂଆ ଏଫ୍.ଡି ଆପଣ କରିପାରିବେ ନାହିଁ, ସେ ପଇସା ଚାଲିବ। କିନ୍ତୁ ଆପଣ ଟିକେ ଚେଷ୍ଟା କରନ୍ତୁ ସେ ଏଫ୍.ଡିକୁ ଅଲଗା ବ୍ୟାଙ୍କକୁ ଟ୍ରାନ୍ସଫର୍ କରିବାକୁ। ଆପଣ ସେ ସିଷ୍ଟମ୍ ଅଛି, ଆପଣ ବ୍ୟାଙ୍କ ସହ କଥାବାର୍ତ୍ତା ହେଇକି ତାକୁ ଟ୍ରାନ୍ସଫର୍ କରିଦିଅନ୍ତୁ। କିନ୍ତୁ ଅଛି ଯଦି କିଛି ଅସୁବିଧା ନାହିଁ, କିଛି ହେବ ନାହିଁ। ଆପଣଙ୍କର ଯେତିକି ସମୟ ପାଇଁ ଟର୍ମ ଦେଇଥିବେ ବର୍ଷେ 2 ବର୍ଷ ପାଇଁ ସେତିକି ପର୍ଯ୍ୟନ୍ତ ସେ ଚାଲିବ। ତାପରେ ଅଟୋମେଟିକ୍ ସେ କ୍ଲୋଜ୍ ହେଇଯିବ, ଆପଣଙ୍କ ଅଟୋ ଡେବିଟ୍ ଆପଣଙ୍କର ଅଟୋମେଟିକ୍ କ୍ରେଡ଼ିଟ୍ ହେଇଯିବ ଆପଣଙ୍କ ଆକାଉଣ୍ଟରେ। କିନ୍ତୁ ଆପଣ ଯଦି ଚାହୁଁଛନ୍ତି ଆଉ ଅଧିକ ଦିନ ନେବା ପାଇଁ ତାହେଲେ ଆପଣ ତାକୁ ଅଲଗା ବ୍ୟାଙ୍କକୁ ଟ୍ରାନ୍ସଫର୍ କରିଦିଅନ୍ତୁ। ଆଉ ରହିଲା QR କୋଡ଼୍। ଦୋକାନୀମାନଙ୍କର ଯେଉଁ QR କୋଡ଼୍ ସାଉଣ୍ଡ ବକ୍ସ ଲାଗିଛି ପେଟିଏମ୍ର, ମୁଁ ଆପଣଙ୍କୁ କହିଥିଲି ଯେ ସିଏ ଆକ୍ସିସ୍ ବ୍ୟାଙ୍କ ସହିତ ଟାଇ ଅପ୍ କରିଦେଇଛି। ଯଦି ସେଠି ଅଦର ବ୍ୟାଙ୍କ ସହିତ ଆପଣଙ୍କର ଅଛି ମାନେ କ'ଣ ସାଉଣ୍ଡ ବକ୍ସ ଅଦର ବ୍ୟାଙ୍କର ଧରିନିଅ ଆକ୍ସିସ୍ ବ୍ୟାଙ୍କ, HDFC ବ୍ୟାଙ୍କ କିମ୍ବା ଫୋନ୍ପେ QR କୋଡ଼୍ ଅଛି ତ ଆପଣ ସେଥିରୁ କରିପାରିବେ, ପେଟିଏମ୍ର ଚଲାଇ ପାରିବେ, ଚାଲିବ, କିଛି ଅସୁବିଧା ନାହିଁ। କିନ୍ତୁ ଯଦି ପେଟିଏମ୍ର କେବଳ ଅଛି ସାଉଣ୍ଡ ବକ୍ସ ପେଟିଏମ୍ ସେଭିଂ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ଅଛି ସେ ଚାଲିବ ନାହିଁ। ତ ଆକ୍ସିସ୍ ବ୍ୟାଙ୍କ ଯଦି ଟାଇ ଅପ୍ ହେଇଯାଇଛି ତ ଆପଣ ପେଟିଏମ୍ ସାଉଣ୍ଡ ବକ୍ସ QR କୋଡ଼୍ ଆଉ ସାଉଣ୍ଡ ବକ୍ସ ଚାଲିବ ସେତେବେଳେ ଯେତେବେଳେ ଅନ୍ୟ ବ୍ୟାଙ୍କ ସହିତ ସେଇଟା ଆଡ଼୍ ଥିବ। ମାନେ ପଇସା ଯଦି ଜଣେ କଷ୍ଟମର ପଠାଉଛି ଅନ୍ୟ ବ୍ୟାଙ୍କକୁ ଯିବା ପାଇଁ ଯଦି ସିଷ୍ଟମ୍ ଥିବ ତାହେଲେ ସିଏ ଚାଲିବ। ଯଦି କେବଳ ପେଟିଏମ୍ ସେଭିଂ ବ୍ୟାଙ୍କ ଆକାଉଣ୍ଟ ଯିବା ପାଇଁ ଯଦି ତା'ର ଥିବ ସିଷ୍ଟମ୍ ତ ସେଇଟା ଚାଲିବ ନାହିଁ। ତ ଆପଣ ଅନ୍ୟ ବ୍ୟାଙ୍କ ସହିତ ଟ୍ରାନ୍ସଫର୍ କରିଦିଅନ୍ତୁ, ଅନ୍ୟ ବ୍ୟାଙ୍କର QR କୋଡ଼୍ ଲଗାଇ ଦିଅନ୍ତୁ, ସେ ଚାଲିବ। କାରଣ ସିଏ ଆକ୍ସିସ୍ ବ୍ୟାଙ୍କ ସହିତ ନୋଡାଲ ବ୍ୟାଙ୍କ କରିସାରିଛି, ଟାଇ ଅପ୍ ହୋଇସାରିଛି। ମୁଁ ଆପଣଙ୍କୁ ଜଣାଇଦେବାକୁ ଚାହେଁ କିନ୍ତୁ ପେଟିଏମ୍ ସେଭିଂ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହେବାକୁ ଯାଉଛି, କିନ୍ତୁ ପେଟିଏମ୍ ନୁହଁ। ପେଟିଏମ୍ ୱାଲେଟ୍ରୁ ଯେମିତି ଆପଣ କରୁଥିଲେ ରିଚାର୍ଜ କିମ୍ବା କ'ଣ ଅଦର ଫୋନ୍ପେ ଆପଣ କେମିତି କରୁଛନ୍ତି, ଫୋନ୍ପେରେ କିଛି ଆକାଉଣ୍ଟ ଅଛି କି ନାହିଁ, ତ ଯେମିତି ପଇସା ଟ୍ରାଞ୍ଜାକ୍ସନ୍ କରୁଛନ୍ତି ଅଦର UPIକୁ UPI ସେ UPIରୁ ଏଇ UPIକି ଆସୁଛି, ମାନେ ଅନ୍ୟ ବ୍ୟାଙ୍କରୁ ଏ ବ୍ୟାଙ୍କକୁ ଟ୍ରାନ୍ସଫର୍ ହେଉଛି, ସେମିତି ପେଟିଏମ୍ ଏବେ ସେମିତି ଚାଲିବ। କିନ୍ତୁ ଯେଉଁ ପେଟିଏମ୍ ସେଭିଂ ବ୍ୟାଙ୍କ ଆକାଉଣ୍ଟକୁ କିମ୍ବା ୱାଲେଟ୍କୁ ଯାଉଥିଲା ସେମିତି ଆଉ ହେବ ନାହିଁ। କିନ୍ତୁ ସେଥିପାଇଁ ପେଟିଏମ୍ ସେଭିଂ ବ୍ୟାଙ୍କ ଆକାଉଣ୍ଟକୁ RBI ବନ୍ଦ କରିଛି, ପେଟିଏମ୍କୁ ନୁହଁ। ତ ଆକ୍ସିସ୍ ବ୍ୟାଙ୍କ ଯେବେ ଟାଇ ଅପ୍ ହେଇଛି ତ ଆକ୍ସିସ୍ ବ୍ୟାଙ୍କ ତାହାର କାମଟା କରିବ। 190 କମ୍ୟୁନିକେସନ୍ ଯାହା କରୁଥିଲା 97 କମ୍ୟୁନିକେସନ୍ ତା ଏବେ ଆକ୍ସିସ୍ ବ୍ୟାଙ୍କ ତା ପାଇଁ କରିବ। କିନ୍ତୁ ପେଟିଏମ୍ ସେଭିଂ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରାଯିବ, ପେଟିଏମ୍ ନୁହଁ।